ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1, ଘରେ ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସଦାବେଳେ କଳହ ଲାଗି ରହୁଥାଏ ତେବେ ଉଭୟ ମିଶି ଶିବ ପାର୍ବତୀଙ୍କ ପୂଜା ଅର୍ଚ୍ଚନା କରିବା ଉଚିତ। ଏହା କରିବା ଦ୍ୱାରା ମଙ୍ଗଳକାରୀ ହେବା ସହିତ କଳହ ଦୂର ହୋଇଥାଏ। ନମ୍ବର 2, କବାଟ ଓ ଝରକା ଖୋଲିବା କିମ୍ବା ବନ୍ଦ କରିବା ସମୟରେ କର୍କଟ ସ୍ୱର ହେବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ। ଏହା ଦ୍ୱାରା ଘରେ କଳି ଝଗଡ଼ା ଅଶାନ୍ତି ଲାଗି ରହିଥାଏ। ନମ୍ବର 3, ସୂର୍ଯ୍ୟାସ୍ତ ପରେ କେବେ କାହାକୁ ତୁଳସୀ ଗଛ ଦେବା ଉଚିତ ନୁହେଁ ଏବଂ ତୁଳସୀ ଗଛରେ ଜଳ ଦେବା ଅନୁଚିତ। ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। ନମ୍ବର 4, କେବେ ବି 2 ଘଣ୍ଟାରୁ ଅଧିକ ସମୟ ସେକ୍ସ କରନ୍ତୁ ନାହିଁ କାରଣ ଅଧିକ ସେକ୍ସ କଲେ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 5, ମହାଦେବଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ର ଏବଂ କେତକୀ ଫୁଲ ବ୍ୟବହାର କରିବା ଉଚିତ ନୁହେଁ। ସେହିପରି ବିଷ୍ଣୁଙ୍କୁ ପୂଜା କରିବା ବେଳେ ଦୁଦୁରା ଫୁଲ ବ୍ୟବହାର କରିବା ଅନୁଚିତ। ନମ୍ବର 6, ଗୋଟିଏ ଛୋଟ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ସେଥିରେ ତୁଳସୀ ପତ୍ର ପକାଇ ଠାକୁର ଘରେ ରଖିବା ଦ୍ୱାରା ଶୁଭପ୍ରଦ ହୋଇଥାଏ ଏବଂ ପୂଜା ଫଳ ଦ୍ୱିଗୁଣ ମିଳିଥାଏ। ନମ୍ବର 7, ଘରେ ଠାକୁର ପୂଜା କରିବା ସମୟରେ କେବେ ବି ଜଳୁଥିବା ଦୀପ ଏବଂ କଳସ ଏକାଠି ରଖିବା ଉଚିତ ହୋଇନଥାଏ। ଅଲଗା ଅଲଗା ରଖିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। ନମ୍ବର 8, ରାତି 12ଟାରୁ 2ଟା ମଧ୍ୟରେ ସେକ୍ସ କଲେ ପୁତ୍ର ସନ୍ତାନ ହେବାର ସମ୍ଭାବନା ରହିଥାଏ। ନମ୍ବର 9, ଆପଣଙ୍କ ଘରେ ଯଦି କୌଣସି ବ୍ୟକ୍ତି ରୋଗଗ୍ରସ୍ତ ରହୁଥାନ୍ତି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ସହିତ ଶିବଲିଙ୍ଗରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ। ନମ୍ବର 10, ଶୋଇବା ସମୟରେ କେବେ ବି ଶୋଇବା ଘରକୁ ସମ୍ପୂର୍ଣ୍ଣ ଅନ୍ଧକାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଅଶୁଭତ୍ୱ ବୃଦ୍ଧି ପାଇଥାଏ ଏବଂ ଭୟଙ୍କର ସ୍ୱପ୍ନ ଆସିବାର ସମ୍ଭାବନା ମଧ୍ୟ ରହିଥାଏ। ନମ୍ବର 11, ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ ଅଭ୍ୟାସ କରିବା ଦ୍ୱାରା ସ୍ମରଣ ଶକ୍ତି ଉଜ୍ଜୀବିତ ରହିଥାଏ ଏବଂ ଚିନ୍ତା ଅବସାଦ ଦୂର ହେବା ସହିତ ସଦାଚାର ବିକଶିତ ହୋଇଥାଏ ତା ସହିତ ମନ ସ୍ଥିର ରହିଥାଏ। ନମ୍ବର 12, ଠାକୁର ଘରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦୀପଟିଏ ଜଳାଇବା ଉଚିତ। ଏହା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ। ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ଦାରିଦ୍ର୍ୟତା ମଧ୍ୟ ଦୂର ହୋଇଥାଏ। ନମ୍ବର 13, କଦଳୀ ପତ୍ରରେ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ହିତକାର ହୋଇଥାଏ। ଏହାଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ ଏବଂ ମାନସିକ ଶାନ୍ତି ମିଳିବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ। ନମ୍ବର 14, ମାନ୍ୟତା ଅନୁସାରେ ନିଜଠାରୁ ବୟସରେ ବଡ଼ ଲୋକଙ୍କ ପାଦ ଛୁଇଁ ପ୍ରଣାମ କରିବା ଦ୍ୱାରା ଶରୀରରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ ଯାହାଫଳରେ ଜୀବନରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ନମ୍ବର 15, ନବବିବାହିତା ଦମ୍ପତିମାନେ କେବେ ବି ଚପଲ ପିନ୍ଧି ଶୋଇବା ଘରକୁ ଯିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଶୋଇବା ଘରକୁ ପାଣିରେ ଲୁଣ ମିଶାଇ ପୋଛା ମାରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ନମ୍ବର 16, ସେକ୍ସ କରିବା ସମୟରେ କେବେ ବି କୌଣସି ପ୍ରକାର ତୈଳ ବ୍ୟବହାର କରନ୍ତୁ ନାହିଁ କାରଣ ତୈଳ ବ୍ୟବହାର କରି ସେକ୍ସ କଲେ ଲିଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ନମ୍ବର 17, ଶୋଇବା ସମୟରେ ଉଚ୍ଚ ତକିଆ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ମୁହଁର ସୁନ୍ଦରତା ଧୀରେ ଧୀରେ ନଷ୍ଟ ହୋଇଥାଏ ଏବଂ ଚର୍ମରେ ଭଙ୍ଗି ପଡ଼ିବାର ସମ୍ଭାବନା ମଧ୍ୟ ରହିଥାଏ। ନମ୍ବର 18, ଶୋଇବା ସମୟରେ ଖଟରେ ଗୋଟିଏ ଗଦି ପକାଇବା ଉଚିତ ହୋଇଥାଏ। କେବେ ବି 2ଟି ଗଦି ଯୋଡ଼ି ପକାଇବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଦୂରତା ଦେଖାଦେଇଥାଏ। ନମ୍ବର 19, ଶୋଇବା ସମୟରେ ତକିଆ ତଳେ ସୁଗନ୍ଧିତ ପୁଷ୍ପ କିମ୍ବା କପଡ଼ାରେ ସୁଗନ୍ଧିତ ଅତର ଲଗାଇ ରଖିବା ଦ୍ୱାରା ମନରୁ ଚିନ୍ତା ଦୂର ହୋଇଥାଏ ତା ସହିତ ବୈବାହିକ ଜୀବନ ଆନନ୍ଦପୂର୍ଣ୍ଣ ହେବା ସହିତ କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଆସିଥାଏ। ନମ୍ବର 20, ଯେଉଁ ମହିଳାର ମୁହଁରେ ବ୍ରଣ ଥିବା ଆପଣ ଜାଣିବେ କି ସେହି ମହିଳା ଖରାପ ଚରିତ୍ର ଓ ବେଶ୍ୟା ଅଟେ। ନମ୍ବର 21, ଯଦି କୌଣସି ମହିଳା ଆପଣଙ୍କୁ ଅନାଇ ହସୁଛି କିଛି ନ କହି ପଳାଇ ଯାଉଛି ତାହେଲେ ଆପଣ ଜାଣିବେ କି ସେ ମହିଳା ତୁମକୁ ବହୁତ ଭଲ ପାଉଛି। ନମ୍ବର 22,
ମଣିଷ ଜୀବନରେ ଧନର ଆବଶ୍ୟକତା ଖୁବ୍ ରହିଛି। ଧନ ଲାଭ ପାଇଁ ବ୍ୟକ୍ତି ନିଜର ଲକ୍ଷ୍ୟରେ ସଫଳ ହେବା ଜରୁରୀ ହୋଇଥାଏ। ଧନ ଅର୍ଜନ କରିବା ସହିତ ତାହାର ସଦୁପଯୋଗ ମଧ୍ୟ କରିବା ଆବଶ୍ୟକ। ତେବେ ଯାଇ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। ନମ୍ବର 23 ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ କେବେ ବି ଶରୀରରୁ ପୂରା ବସ୍ତ୍ର କାଢ଼ନ୍ତୁ ନାହିଁ, କାରଣ ଏହା କାର୍ଯ୍ୟ କଲେ ଶନିଙ୍କ ଖରାପ କୋପ ପଡ଼ିଥାଏ। ନମ୍ବର 24 40 ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ କେବେ ବି ବାଲ ରଖିବା ଉଚିତ ନୁହେଁ କିମ୍ବା ଭାଙ୍ଗି ଯାଇଥିବା ପାନିଆରେ ମୁଣ୍ଡ କୁଣ୍ଡେଇବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭ ହେବା ସହିତ ଦାରିଦ୍ର୍ୟତା ଦେଖାଦେଇଥାଏ। ନମ୍ବର 25 କୌଣସି ଲୋକଙ୍କ ଶବଯାତ୍ରାରେ ଯିବା ସମୟରେ କେବେ ବି ଶ୍ମଶାନ ଭୂମିରେ ହସିବା ଉଚିତ ନୁହେଁ। ଏହା ଅତ୍ୟନ୍ତ ଅମଙ୍ଗଳକାରୀ ହୋଇଥାଏ ଏବଂ ଦାରିଦ୍ର୍ୟତା ଦେଖାଦେବା କାରଣ ହୋଇଥାଏ। ନମ୍ବର 26 ସକାଳେ ଶାରୀରିକ ସମ୍ପର୍କ ରଖିବାର ଲାଭ ଆପଣଙ୍କ ଶକ୍ତିର ସ୍ତରକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ଚାପରୁ ମୁକ୍ତି ଦେଇଥାଏ। ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ମାନସିକ ଆନନ୍ଦ ଅନୁଭବ କରନ୍ତି, ଯାହା ଆପଣଙ୍କ ମନୋବଳକୁ ଉନ୍ନତି କରିଥାଏ। ନମ୍ବର 27 ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତିରେ ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ଅମଙ୍ଗଳକାରୀ ହୋଇଥାଏ। ଶିବରାତ୍ରି, ଦୀପାବଳି ଏବଂ ନବରାତ୍ରି ଏହି ଦିନମାନଙ୍କରେ ସ୍ୱାମୀ ସ୍ତ୍ରୀମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ନମ୍ବର 28 ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ କେବେ ବି ଶରୀରରୁ ପୂରା ବସ୍ତ୍ର କାଢ଼ନ୍ତୁ ନାହିଁ, କାରଣ ଏହି କାର୍ଯ୍ୟ କଲେ ଶନିଙ୍କର ଖରାପ ପ୍ରଭାବ ପଡ଼ିଥାଏ। ନମ୍ବର 29 ମିଛ କହିବା ହେଉଛି ସବୁଠାରୁ ଖରାପ ଅଭ୍ୟାସ ଏବଂ ମହାପାପ। ମିଥ୍ୟା କହୁଥିବା ବ୍ୟକ୍ତିଙ୍କୁ ସମ୍ମାନ ସମାଜରେ ଦିଆଯାଏ ନାହିଁ। ଯେଉଁମାନେ ମିଛ କହନ୍ତି ସେମାନେ ବିଶ୍ୱାସଯୋଗ୍ୟ ବିବେଚିତ ହୁଅନ୍ତି। ନମ୍ବର 30 ଯେଉଁ ମହିଳାମାନେ ନିଜ ସ୍ୱାମୀ ଘରେ ନଥିବା ବେଳେ ଅନ୍ୟ ପୁରୁଷଙ୍କୁ ଘରକୁ ଡାକି ତା ସହିତ ଶାରୀରିକ ସମ୍ପର୍କ ରଖିଥାଏ, ସେହି ମହିଳାର ଖୁବ୍ ଶୀଘ୍ର ମୃତ୍ୟୁ ହୋଇଥାଏ। ମୃତ୍ୟୁ ପରେ ତାକୁ କେବେ ବି ମଣିଷ ଜନ୍ମ ମିଳିନଥାଏ। ନମ୍ବର 31 ଲୋଭକୁ ସବୁଠାରୁ ଖରାପ ଅଭ୍ୟାସ ବୋଲି ବିବେଚନା କରାଯାଏ। ଲୋଭୀ ବ୍ୟକ୍ତି ଜୀବନର ସବୁ ସୁଖ ଏବଂ ଶାନ୍ତି ନଷ୍ଟ ହୋଇଯାଏ। ଏହିପରି ବ୍ୟକ୍ତି ସର୍ବଦା ବିଭ୍ରାନ୍ତି ହୁଅନ୍ତି। ଲୋଭ ହେତୁ ଏପରି ବ୍ୟକ୍ତି କଦାପି ସନ୍ତୁଷ୍ଟ ହୋଇପାରନ୍ତି ନାହିଁ। ଧନ୍ୟବାଦ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ଯାଏ ଦେଖିଥିବାରୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।